ଆପଣ ଆମକୁ ଗାଡିଆ ପଠେଇବେ? ଇରେ କି କଥା କହିଲ, ମୁଁ କଣ ପଠେଇବି? ଆପଣ କଣ କହୁଛନ୍ତି ଆମେ ସ୍କୁଲ ଟା ବନ୍ଦ ହେଇଯିବ? ଆପଣ କହୁଛନ୍ତି ମୁଁ ଆପଣଙ୍କୁ କହିନଥିଲି ପୁଅ ଆମର ଏଇଠି ପଢିବ ବୋଲି କି କହିନଥିଲି? କଥା, ମୁଁ ଚାହୁଁଛି ସ୍କୁଲ ବନ୍ଦ ହବ ନା ତମ ମାନେ ସରକାର ଚାହୁଁଛି ସ୍କୁଲ ବନ୍ଦ ହେବି? ଖାଲି ମୋ ଦୋଷ ସମସ୍ତେ ଦେବାର ଅଛ। ଆପଣ ଆଜି ତ ଆଡମିସନ ଆପଣ ଆମ ଛୁଆଙ୍କର ଆଡମିସନ କେବେ କରିବେ? ଆପଣ ଫେର କହୁଛନ୍ତି କେମିତି ହଉଛି ଗାଡିଆରେ କଣ ମୋ କଥା ଶୁଣୁ, ତତେ 4 ତାରିଖରୁ କଣ ମୁଁ ତତେ କହିଲି? ତତେ ଫୋନ କରିନଥିଲି 4 ତାରିଖ ଦିନ? ମୁଁ କଣ କରିବା କଥା ତୋର କର, ଏଇଭଳି ଅବସ୍ଥା ସ୍କୁଲର ହେଲା। ମୁଁ ଏତେ ଆଉ ମୋର କିଏ ଏତେ ସଫର ହବ ଆସିବା ସ୍କୁଲ ପାଇଁ କହୁନ? ନା ଅସିଆ ସ୍କୁଲ ଆପଣ କଣ କରୁଛନ୍ତି ଆଡମିସନ ଆମ ଛୁଆଙ୍କର ହବ କି ନାଇଁ ଆପଣ କହୁନାହାନ୍ତି? କି କଥା ଦେଖିଲେ ତମେ ତୁ ସେମିତି ମାନେ ପଢା ପିଲାଟା ବି ସେମିତି କଥାବାର୍ତ୍ତା କରୁଛୁ। ଆପଣ ସେମିତି ମୁଁ 2 ବର୍ଷ ହେଲାଣି କଣ ମୁଁ ମାନେ ହଇରାଣ ହଉଛି, ମୁଁ ଦେଖୁଛୁ ଟିକେ ଅବସ୍ଥାରେ ରହିଲି ସେ ତ କହିଲି ସେ କଥା। ଆପଣ କାମ କରୁନାହାନ୍ତି, ହଉଛି ସ୍କୁଲ ବନ୍ଦ କରିଦଉନାହାନ୍ତି, ସ୍କୁଲ ଖୋଲିବେନି? ଇଏ ମୁଁ କଣ କଲେକ୍ଟର ନା କଣ? କି କଥା କହୁଛୁ କହିଲି ଦେଖିଆ? ଆପଣ ଆଡମିସନ କରିବା ଉପରେ କହୁଛନ୍ତି କେମିତି? ମୁଁ ଜନଗଣନା ଅଛି। କି କଥା ତମେ କହୁଛ? ସେଦିନ ମାନସାବାଦ ଦେଖିଲ ଟିକେ ପରିସ୍ଥିତି ଭଲ ମନ୍ଦ ମୋର, ଆପରେ ମୁଁ କଣ ସ୍କୁଲ କରିବି କହୁନା? ମୁଁ 3 ଜାଗାରେ ଆଡେ ଚାର୍ଜରେ ରହିବି, ଆଡେ ଜନଗଣନା, ମୋ ମୁଣ୍ଡ ଖରାପ ହେଲାଣି। ମୁଁ କଣ ତମକୁ ତ ମୁଳୁରୁ ସେ କଥା କହିଲି। ଆମ ଛୁଆ ତାହେଲେ ମୂର୍ଖ ହବ ନା କଣ? ଏଇ କଥା କହୁଛ? କଣ ଆଜିକାଲି ଫେର କଣ ତୁ ପଢା ପିଲାଟା ମୁଁ ତତେ କହିବିନି ହେଲା। ଆପଣ ଆଡମିସନ ଆଜି ଲାଷ୍ଟ ଡେଟ୍, ଆପଣ କଣ ଜାଣିନାହାନ୍ତି? ହେଲା, ତତେ ମୁଁ 5 ତାରିଖରୁ ପଚାରିଲା ଆଡମିସନ କି କଥା କହିଲ? ତମର ସବୁ ଯାକ ପିଲା ଆପଣଙ୍କୁ ମୁଁ କହିନି ଆଡମିସନ ହବ ବୋଲି? ବିଶୁନି ତମର ଯେତେକ ପିଲା ଥିଲେ ସବୁ ମନା କଲେ ଆମେ ପଢିବୁନି। ତତେ ମୂଳରୁ ମୁଁ କହୁଛି କେହି ପିଲା ଇଏ କରୁଛନ୍ତି? ଆପଣ ତ ନିଜେ ମନା କରୁଛନ୍ତି ସ୍କୁଲରେ ଛୁଆଙ୍କୁ ପଢାଉନି ବୋଲି। ମୁଁ ନିଜେ ମନା କରି ମୁଁ ଏଠି ହଇରାଣ ପଡୁଛି, ଦେଖୁଛ କୋଉ ଭଳି ଅବସ୍ଥା। 2 ବର୍ଷ ହେଲାଣି ମୁଁ ଆଉ କହିବି ପିଲା ଆସି ପଢା ତମେ ଇଏ କର ନା କଣ? ମୁଁ କି କଥା କହିଲ? ମୁଁ କି ଅବସ୍ଥା ହଉଛି ଦେଖିଲଟି? ମୁଁ ଅଫିସରଙ୍କୁ କହିଲି, ଅଫିସର ମତେ କଣ କହିଲେ ଜାଣିଛ? କହିଲେ ସେ ଦିଦି ସେଇଠି ରହିବ, ତମେ ସେମିତି ସ୍କୁଲ ଚଲା। ମୁଁ କହିଲି ସାର୍ ମୁଁ ଚଲେଇ ପାରିବିନି ଆଉ ସ୍କୁଲ। ତତେ ମୂଳରୁ 4 ତାରିଖରୁ ଫୋନ କରି କହୁଛି ତୋ ଉପରେ କହିଲେ ତୁ ସେମିତି ହବୁନି କହିଲୁ? ତୁ ରହିଲେ ସେ ତୁ କଣ କରିବୁ? ତୁ ନିଜେ କହିଲି ତୁ ନିଜେ ହବୁ। ଆଜି ଲାଷ୍ଟ ଡେଟ୍ ନା ଆଗକୁ ଆଡମିସନ ଅଛି? ଆଡମିସନ ଗଲାଣି ସବୁ ପୁରା। ଗାଡିଆରେ ଫେର କେମିତି ଆଜି ହଉଛି? କେଜାଣି ତାଙ୍କର କଣ ସାର୍ କରିଥିବେ, ମୁଁ ମୋର ଇଏ କରେନି। ମୋର ପିଲା ଯେତିକି ଥିଲେ ସବୁ ପିଲା ଗଲେ ସେତିକି। ଖାଲି ସେ ବିଷ୍ଣୁ ବି ମନା କରୁଥିଲା, କହିଲା ମୁଁ ନାଁ ଲେଖେଇବିନି ହେଲା। ନ ଲେଖାଉଛି ଭଲ, କିଏ କଣ କରୁଛ ପିଲା? ବିଷ୍ଣୁ ମତେ ମନା କରୁଥିଲା, କହିଲା ମୁଁ ଏଠି ପଢେଇବିନି। ଆଉ କଣ ମୋର କଣ ଦରକାର ଏତେ କହିଲ ଦେଖିଆ? ଚିନ୍ତା କଲ ଦେଖିଆ। ଗୋଟେ ଟିଚର ନେଲେଣି 2 ବର୍ଷ ହେଲାଣି, କଲେକ୍ଟର ମନ୍ତ୍ରୀ କତିକି ପାଇଗଲାଣି। ମୋ ହାତରୁ 1000 ଟଙ୍କା ଖର୍ଚ୍ଚ ହେଲାଣି, 2000 ଟଙ୍କା ମାନସ ବାବୁ ଥିଲା ଆଡୁ। ସେ ଦିଦି ଜମା ଦାୟିତ୍ୱ ନାହିଁ, କିଛି କରୁନି। ଆମେ କଣ ସ୍ତ୍ରୀ ଲୋକ ବିରୁଦ୍ଧରେ କେତେ କଥା କହିବୁ? କେତେ କଥା ଆମେ କହିବୁ କହିଲ? ଅଫିସରଙ୍କୁ ଦେଲା ବେଳକୁ ଅଫିସର କହୁଛି ସିଏ ସେଇଠି ରହିବ। କଣଟା କରିବି କହିଲ? ମୁଁ କହିଲି ସାର୍ ସିଏ ମତେ ହଇରାଣ କରୁଛି, ମୁଁ ସ୍କୁଲ ଚଲେଇ ପାରିବିନି, ପିଲା ଭଲ ମନ୍ଦ ଇଏ ନାଇଁ, ସିଏ ସେଇଠି ରହିବ। ମୁଁ ଅଫିସରଙ୍କ ଗୋଡ ହାତ ଧଇଲି, ଆଉ କଣ କରିଥାନ୍ତି? ମୁଁ କହିଲି ତମେ ଆମ ମାଷ୍ଟର ଯାହାକୁ ନେଇଛ ସାର୍ ଡେପୁଟେସନ ଦିଅ, ନହେଲେ ପାଖ ସ୍କୁଲ ସାର୍ ଦିଅ। ସେ ବର୍ଷା ଦିନେ ଆସିବନି, ଅମକ ଦିନ ଆସିବନି, ଢମକ ଦିନ ଆସିବନି, କାଗଜ ପଟା କରିବନି। ମୁଁ କଣ ଆଉ ଏତେ କାମ କରିପାରିବି? ମୁଁ ଲେଖିକି କେଜା ଦେବି ଲେଖିକିରି କହିଲ? ହଉ ଠିକ ଅଛି, ଟ୍ରେନିଂ ସରିଯାଉ ହେଲା। ମୁଁ ତତେ ବାଟ ଦେଲି କହିଲି, ମୁଁ ତୁ ହଁ ଠିକ ଅଛି। ଆପଣ ତ ବାଟ ଦେଲେ, ଆଉ ଆପଣ ତ ଡାଇରେକ୍ଟ ମନା ଇନଡାଇରେକ୍ଟ ମନା କରୁଛନ୍ତି ତମ ଛୁଆ ମୂର୍ଖ ହେଇଯାଉ, ଆମ ସ୍କୁଲରେ ତମେ ଚାହୁଁଛ ବନ୍ଦ ହେଇଯାଉ, ଆମେ ସେଟା କିଛି ଚାହୁଁନୁ। ଆପଣ ଏଇ କଥାର କୈଫତ ଆପଣ ଦେବେ। ମୁଁ ତମକୁ କହିବି ମୋ ଛୁଆ ମୁଁ ଆଜି ଆଡମିସନ ଆଉ କରିବିନି, ଗାଡିଆରେ କରିବିନି, ଆପଣ ହିଁ କରିବେ। ଦେଖିଲ କି କଥା? ଆପଣ କରିବେ, ମୁଁ କହିଲି ଆପଣ କରିବେ, ଆପଣ ବାଧ୍ୟ କରିବାକୁ ହେଲା। ତେବେ ମତେ କଣ ଭାବୁଛ ସାର୍? ଆପଣ କଣ ଭାବୁଛନ୍ତି ମତେ? ଆପଣଙ୍କ ଛୁଆକୁ ମନା କରିବେ? ମତେ ଅଫିସ ଭିତରେ ମନା କରିନାହାନ୍ତି କି ତମେ ଏଠି ପଢାଅନି, ଆମର ପରିସ୍ଥିତି ଏଇଆ। ଆପଣ କଣ ସ୍କୁଲ ଚାହୁଁନ୍ତି ବନ୍ଦ ହବା ପାଇଁ? ସ୍କୁଲ ମୁଁ କଣ ତମ ସରକାର ବନ୍ଦ କରୁଛି? କଲେକ୍ଟର ବଦଳି କରିକି ମୁଁ କଣ ବନ୍ଦ କରୁଛି କହିଲେ ଦେଖିଆ? ଆପଣ ବାବା ହଉଛି ଆପଣ କଣ କହୁଛନ୍ତି ମୁଁ କଲେକ୍ଟର ମାଷ୍ଟର ମୁଁ ନେଇଛି। ହଁ ଠିକ ଅଛି, ଚିନ୍ତା କର, ତମର ଟିଚର ସିଏ ନେଇଗଲା। ଠିକ ଅଛି ସାର୍। ଆପଣ ପଇସା ଖାଇଦେଲେ ଯିଏ ନ କରିବେ ସ୍କୁଲ। ମୁଁ କହୁଥିଲି କର ତାକୁ ସବୁ ନା କଣ? 2 ବର୍ଷ ହେଲାଣି। ନାଇଁ ଚିନ୍ତା କର, ଆପଣଙ୍କ ଯଦି ଏତେ ଟେନସନ, ଆପଣ ମାନେ ଚାକିରି କରିଛନ୍ତି ନା ଟେନସନ ନେବେନି କଣ? ଆଉ ଆପଣ ଦରମା ପାଉନାହାନ୍ତି? ଆପଣ ଏମିତି ଦରମା କଥା ପାଇବି କଣ? ମୁଁ ଏଠି କଣ ମାନେ ସବୁ ଜାଗା କାମ କରୁଥିବି ନା କଣ କହୁଛ? ଆଡମିସନ ଛୁଆଙ୍କର କରିବେନି? ଆପଣ କିଏ ଆଶ୍ଚର୍ଯ୍ୟ କଥା, ମୁଁ ତମକୁ ତ ସେଇ କଥା କହୁଛି। ସେଇ କଥା କୋଉଦିନ ମତେ କହିଲେ ଯେ ଆଡମିସନ ସରିଯିବ, ଆଡମିସନ କର ବୋଲି? ତମେ ତ ଓଲଟି ମନା କରୁଛ ଆଡମିସନ କରନା ବୋଲି। ଶୁଣ, 4 ତାରିଖରୁ ଶୁଣୁ ମୋ କହିବା କଥା। ତମେ ଶୁଣ ଏଠି, ତମେ ଯୋଉ କଥାବାର୍ତ୍ତା କରୁଛ ଟିକେ ବୁଝିକିରି କୁହ। ମୁଁ ଦେଖିଲି ସ୍କୁଲ ଅବସ୍ଥା ଏଇଆ, ମୁଁ ଆଉ ନାହିଁ। ତମ ପିଲାଙ୍କର ଭବିଷ୍ୟତ ମୁଁ କାହିଁ ଇଏ କରିବି ହେଲା? ତାହେଲେ ଆପଣ ପଢା ନାହିଁ, ହଇରାଣ କରୁଛି ଭଲ ମନ୍ଦ। କିଏ ସେ ତମେ ରହିଲେ ତା ଦେଖିବା କିଏ କାମ କରିବ? ଠିକ ଅଛି, ହଉ ଠିକ ଅଛି, ହଉ ଭଲ କଥା ତତେ ମୁଳୁରୁ ଠିକ ଅଛି। ମୁଁ ରୀତଲାଲ ସାର୍ଙ୍କୁ ପଚାରୁଛି ଆଜି କିନ୍ତୁ ଆଡମିସନ ହବନି, ମୁଁ ଟିକେ ପଚାରୁଛି ହେଲା।